ମଜା ଲାଗୁନି ରାତିରେ ହେମ ଦେଇକି ମୂଷା ନ ମୂଷା ମୂଷା ପପି ଦେବି ବିଛଣା ଉଠେଇ ଗଲା ସେପଟେ ଦେଖିମୁ ରୋଷେଇ ରୁମ ରେ ହେଲା ଗୋଟେ କଣା କରିଦେଇଚିନି କଣା ବରା ଖାଇକି ତାଙ୍କ ଭାଣ୍ଡକୁ ଦେଖୁଚା ସରେ ଜହ୍ନଟିଏ ସେ ଜହ୍ନକୁ ଛୁଇଁବାକୁ ସ୍ୱପ୍ନଟିଏ ସେ ସ୍ୱପ୍ନ ବେଳେ ବେଳେ ସତ ହୋଇଯାଏ ଆଉ ବେଳେ ବେଳେ ଚିନ୍ତନ ଦିଏ ଦେଖନ୍ତୁ ଆଜି ସୁଟିଣ ଏଇଠି ଆକୁ ସେ ଫୁଟ କରିଦେଇଛି ଭଡା ମାଙ୍କ ଟେନସନ ନେଲା ହେଲା ସେ ତାର ଗୋଟେ ଦେଲେ ଫେରା ତାହେଲେ ମୁଁ ତାକୁ ଗୁଡେଇନି ପଇଲା ତାର ଆସି କାଟିବ କେରା ଆସି କାଟି ପକେଇଲା ମୁଁ ଉଠି ଗଲି ମୋ ଶୁଭେଇ ବାନ୍ଧିବ ରାତିରେ କିଏ କପଡ଼ା ବାନ୍ଧିବ ନା ମୁଁ ଆସିଛି ଆପଣମାନଙ୍କୁ ଗୋଟେ ସକାଳୁ ସକାଳୁ ପୁରା ମଜାଦାର ଭିଡ଼ିଓ ଦେଖନ୍ତୁ ଇଏ ଆମର ସକାଳୁ ରୋଷେଇ କରି ଆସି ଶୋଇଛନ୍ତି ଶୋଇଛନ୍ତି ତାଙ୍କ ମାଣ୍ଡୁ ପଳେଇଲା ଏଇ ବାଟେ କଣା ଅଛି କଣା କୁଆଡ଼େ ପଳେଇଲା ଏଇଠି ଗୋଟେ କଣା ଏଇ ଏପଟେ ଦେଖ କହିଲା ବେଳକୁ କି ହସ କାଳେ ସତରେ ମାଣ୍ଡୁକୁ ପଳେଇ ଆସିବ କି ମୁହଁ ଉପରେ ଦେଉଛନ୍ତି ଦେଖ ଓ ଭାଇ କି ହସ ଏବେ ଦେଖନ୍ତୁ ଆମେ ଏଇନା ବିଛଣା ଉଠେଇବୁ ବିଛଣା ଉଠେଇ ସାରିଲା ପରେ ଦେଖାହବ ଆପଣମାନଙ୍କ ସହ ସେବେ ପର୍ଯ୍ୟନ୍ତ ଆମେ ଦେଖୁଥିବ ଆମେ ବିଛଣା କେମିତି ଉଠଉଛୁ ଦେଖ ଏ ଦୁଇ ଆକାଶରେ ଜହ୍ନଟିଏ ସେ ଜହ୍ନରେ ଦେଖିବା ସ୍ୱପ୍ନଟିଏ ସେ ସ୍ୱପ୍ନ ବେଳେ ବେଳେ ସତ ହୋଇଯାଏ ଆଉ ବେଳେ ବେଳେ ସତ ହୁଏ କ୍ୟାମେରା କରୁନୁ ଆଉ ବେଳେ ବେଳେ ସତ ହୁଏ ନା ଆମ ବେଡସିଟ୍ ଦେଖ ହେମ ଦେଇ ଶୋଉଛନ୍ତି ଦେଖ ବେଡସିଟ୍ ଏଇଟା ଆମ ଚାର୍ଜର ଏଇଟା ଆମ ଚାର୍ଜର ଏଇଟା ଆମ ଚାର୍ଜର ଆପଣ ମାନେ ଯୋଡି ରହନ୍ତୁ ଆହୁରି ମଜା ଗୋଟେ ଦେଖିବ ମୁଁ ଖାଲି ବିଛଣା ଟା ଉଠେଇ ଗଲା ସେପଟେ ଦେଖିମୁ ରୋଷେଇ ରୁମ ରେ ହେଲା ଗୋଟେ କଣା କରିଦେଇଚିନି କଣା ବରା ଖାଇକି ତାଙ୍କ ଭାଣ୍ଡକୁ ଦେଖୁଛନ୍ତି କଣା ଦୂର ଆକାଶରେ ଜହ୍ନଟିଏ ସେ ଜହ୍ନକୁ ଛୁଇଁବାକୁ ସ୍ୱପ୍ନଟିଏ ସେ ସ୍ୱପ୍ନ ବେଳେ ବେଳେ ସତ ହୋଇଯାଏ ଆଉ ବେଳେ ବେଳେ ଚିନ୍ତନ ଦିଏ ଗୀତ ଭଲ ଲାଗୁଛି ଏଇଟା ହେଲା ଆମ ଲୁଗା ଦେଖନ୍ତୁ ମୁଁ ଘରୁ ଗାଁରୁ ଆଣିଥିଲି ଲୁଗା ଆମ ଦେଖ ମୁହଁରେ କପଡା ପକେଇ ତାଙ୍କ ମାଣ୍ଡୁ ନ ଦେଖିବ ମୁଁ ରଖିବି ଟିଣା ଆଜି ସବୁ ଟିଣା ଏଇ ଟିଣା ଆକୁ ସେ ଫୁଟ କରିଦେଇଛି କେମିତି ଫୁଟ କଲେ କିଆଣି କଣ ହଉଥିଲି ବାହା ହେଇକି ଏମିତି ହଉଥିଲି ଜଣା ପଡିଲେ ଆମେ କଣ ହବ ଆଉ ହେମନ୍ତୀ ରୋଷେଇ କଣ କରୁଛ ଡାଲି ପାଣି ଦେଖନ୍ତୁ ସକାଳୁ ଡାଲି କରିଦଉଛି ଆକୁ କେତେବେଳେ କଢା ବଢା ମା ଟେନସନ ନେଲା ହେଲା ମୁଁ ଲକ୍ଷ୍ମୀ ଡାଲି ଚାଖି ଆସି ମତେ ଭଲ ହେଲା ଡାଲି କଢା ସବୁ ଫୋପାଡ଼ି ଆମେ ପଳେଇବୁ ଛାଡି କାଲି ମୂଷା ତାର ଗୋଟେ ଦେଲେ ଫେରା ତାହେଲେ ମୁଁ ତାକୁ ଗୁଡେଇନି ପଇଲା ତାର ଆସି କାଟିବ କେରା ଆସି କାଟି ପକେଇଲା ମୁଁ ଉଠି ଗଲି ମୋ ଶୁଭେଇ ବାନ୍ଧିବ ରାତିରେ କିଏ କପଡ଼ା ବାନ୍ଧିବ ନା ଶୋଇବ ମୁଁ ସକାଳୁ ଇଏ କରେ ଆଉ ମୁଁ ଉପରେ ଆସି ଚଢିକି ମୁଣ୍ଡ ଉପରେ ଗୋଡ ରଖିଦେଲା ମୁଁ ରାତିରେ ଗୋଟେ ମଜା ଲାଗୁନି ରାତିରେ ହେମ ଦେଇକି ମୂଷା ନ ମୂଷା ମୂଷା ପପି ଦେଇଛି ତାକୁ ଗୋଡେଇନି ଗୋଡେଇକି ଫେରେ ମଧୁରୀ ଟାଣିକି ଏଇଠି ଗୋଡେଇନ ସିଏ ଆସି ତାର ପଛରେ ମୁଁ କାଟୁଟେ ବୋଲ ପୁଣି ରାତିରେ ଉଠିବ କି ମୁଁ ଆଉ ଶିଶଳା ମୁଁ ଶୋଇବିନି ମୂଷା କାଟିବ ଆକୁ କାଟିଥିଲା ତାପରେ ମୁଁ ଉଠେଇ ଗଲି ପଇସା ଆଣି ରାଗି ଶୋଇବି ଟିକେ ସିରିଧାନ କଲାବେଳକୁ କାଟିଦେଇଛି ଟିକେ ମୁହଁ ଧୋଇକି ଆସିବା ତାପରେ କଥା ହବା
ମଦନାକୁ ଦେଖନ୍ତୁ, ସରି ସରି ହେମନ୍ତ ଦେଇ ଏବେ ଗୋଟିଏ ସେକେଣ୍ଡର ମୁଁ ତାଙ୍କୁ ଦେଖୁଛି। ଦୁଇ ଆଖିରେ ସେ ସ୍ୱପ୍ନଟିଏ। ସଇଲା, ଆସନ୍ତୁ ଏବେ ଆମେ ଦେଖିବା। ଦେଖ ମୁଁ ଏବେ ଆମ ରୋଷେଇ ରୁମ୍ ନେଇକି ଯିବି ହେଲା, ଦେଖିବ ରୋଷେଇ ରୁମ୍ ରେ କୋଉଭଳିଆ କାମ କରୁଛନ୍ତି ସବୁ ରୋଷେଇ ରୁମ୍ କାମ। ଦେଖ ଏବେ ଆସିଗଲି ରୋଷେଇ ରୁମ୍ ରେ, ଦେଖନ୍ତୁ ଆମ ରୋଷେଇ ରୁମ୍ କୋଉଭଳିଆ ତାଲା ପଡିଛି। ଦେଖ ଆମର ଏଇଭଳିଆ ରୋଷେଇ ହେଇଛି। ଏଇ ଦେଖ ଏଇ ଯୋଉ କଣଟା ଅଛି ନା, ଦେଖ ଦେଖ ଏଇଠି ମୁଁ ଏଇ ଯେତେବେଳେ ରାତି 4ଟାରେ ଉଠି ପଡୁଛି, ଏଇ ଟିକେ ମାନେ ଜିମ୍ କରିଦଉଛି। ଜିମ୍ କରି ପଥର ଅଛି, ଏ ଦେଖନ୍ତୁ ଏ ପଥର, ଏଇ ପଥର ମୁଁ ଟେକି ଦଉଛି ଟିକେ। ଏଇଠି ହେମନ୍ତ ବସିବେ, ଦେଖ ଏଇଠି ବସିବେ, ଏଇଠି ରୋଷେଇ ହବ। ଆମର ଡାଲି ରୋଷେଇ ହେଇଛି, ଏଇଠି ରୋଷେଇ, ଏଇ କଣା କରୁଛନ୍ତି ହେମନ୍ତ, ଏଇ କଣା ଦେଖିପାରୁଛ, ଏଇ କଣା ହେମନ୍ତ ମାଣ୍ଡି ଗୋଟେ କାମକୁ ଯିବ, ହେମନ୍ତ ଏଇଠି ଦେଖିବ ଛିଡା ହେଇଛି ଏଇ କଣା, ହେମନ୍ତ ଏଇ ବାହା ହେଇଯିଲାଣି। ହଉ ଦେଖନ୍ତୁ ଏବେ ମୁଁ ଆସିଗଲୁ, ବସ୍ କରିଦବା, ତାପରେ ଖାଇକି ଆମ କାମରେ ବାହାରିବା। ହେଇ ହେଇ ଆମ ଡନ୍ ଇଏ ବି କରିବା, ଆମର ଆଉ ଜଣେ ଡନ୍ ଶୋଇଛନ୍ତି। ଦିନ ହେଲାଣି, ରାତିରେ ହାଲୋଜିନ ଦେବେ ନା, ଦିନ ହେଲାଣି ଆପଣ ଡରିବେ ହାଲୋଜିନ, ଏଇଭଳିଆ ଯୁଗ। ଆମ ବକେଟ ଫକେଟ ଧୁଆ ହେଇକି ମୁହଁ ଧୋଇ ଦେଇକି ଖାଇବା, ଖାଇ ଡ୍ୟୁଟି ବାହାରିବା, ଡ୍ୟୁଟି ପରେ ଦେଖା ହବ। ଆମେ ବି ଆସି ପହଞ୍ଚିଗଲୁ ସାଇଟ୍ ପରେ, ଦେଖନ୍ତୁ କୋଉ ଭଳି ସବୁ ଅଛି ଆମର ଏପଟ ସାଇଡ୍ ସବୁ ଅଛି, ଏଗୁଡା ସବୁ ଦେଖନ୍ତୁ ଦେଖଉଛି, ବ୍ୟାକ୍ କ୍ୟାମେରା କରି ଦେଖଉଛି, ଏଇଭଳିଆ ସବୁ ସାଇଡ୍ ପାଖରେ କିଛି ଅଛି। ଆମର ବ୍ୟାକଗ୍ରାଉଣ୍ଡ ବି ଏଇଭଳିଆ ଅଛି, ଏ ସାହସ ବିଲ୍ଡିଂ ଅଛି ବା ସାଇଡ୍ ଫ୍ଲୋର, ଏଇଭଳି ସବୁ ଏପଟ ସାଇଡ୍ ରେ ଏଇଭଳି କିଛି ଅଛି। ଆମର ଏଇଠି ଯୋଉ ଏଇ ସିଧା ଦେଖା ଯାଉଛି ନା, ଏଇଟା ହେଲା ଆମ ସଣ୍ଡେ ମାର୍କେଟ ଯିବା ଭିତରକୁ, ପୁରା ଲାଷ୍ଟ ସଣ୍ଡେ ମାର୍କେଟ ଯିବା ଭିତରକୁ, ଏଇଭଳିଆ ସବୁ ଅଛି ଆଉ। କିନ୍ତୁ କାମ ତ ଏବେ କିଛି ନାହିଁ, ଖାଲି ଆସିବୁ ତାର ପକେଇ ସାରିଲାଣି ହେମନ୍ତ ହେରିକା। ଏଇଭଳିଆ ଦେଖିବା ଆଉ କେତେବେଳେ କାମ ଯାଉଛି କଣ ହଉଛି। ଦୁଇ ଆଖିରେ ସେ ସ୍ୱପ୍ନଟିଏ। ଏବେ ଆସିଗଲୁ, ଆମେ ଆସିଗଲୁ, ଏଇ ଦେଖନ୍ତୁ ଆଉ ଜଣେ ବସି କଥା ହଉଛନ୍ତି ସେଠି, କାମ ନ କରି ବସି କଥା ହଉଛନ୍ତି। ଏଇଭଳି ସବୁ କିଛି ଅଛି ଆଉ। ଦେଖନ୍ତୁ ବ୍ୟାକ୍ କ୍ୟାମେରା କରିଦଉଛି ଏବେ, ଏପଟରେ ବି କିଛି ଦୃଶ୍ୟ ଆମ କଲୋନୀ ବି ଏଇଠି ଅଛି, ଏପଟେ ବି ଦେଖ ଏଇଭଳିଆ କିଛି ଅଛି। ଏଇଭଳିଆ ପୁରା ଲାଷ୍ଟ ସେପଟେ ଯୋଉ ବଡ ବଡ ବିଲ୍ଡିଂ ଦେଖୁନୁ, ସେଇଠି ଆମ କଲୋନୀ ଅଛି, ଏଇଠି ତଲାବ ଏଇଟା ଅଛି, ଏଇଠି ଯୋଉ ଏଇଟା ଦେଖୁଛୁ ନା, ଏଇଠି ଜଙ୍ଗଲ, ଏଠି ମୟୂର ଅଛନ୍ତି, ବଡ ବଡ ମୟୂର, ସେ ସନ୍ଧ୍ୟା ଆଉ ସକାଳ ହେଲେ ଉଡିକି ଆସି ଆମ ରୁମ୍ ପରେ ଆସି ବସିଯିବେ, ଦେଖିବ। ଏପଟରେ ବି କିଛି ଏଇଭଳିଆ ଦୃଶ୍ୟ ଅଛି, ଏପଟେ ଆମର ମେନ୍ ରୋଡ ଅଛି, ତ ମେନ୍ ରୋଡ ଅଛି, ମେନ୍ ରୋଡ ଏପଟେ ଯୋଉ ଆମର ନିଗମପଲ୍ଲୀ, ଗଛିପଲ୍ଲୀ ସବୁ ଏଇଭଳିଆ ଅଛି। ଏଇଟା ଦେଖ ତଳର ଦୃଶ୍ୟ, ଏଇଭଳି ସବୁ ବିଲ୍ଡିଂ ଅଛି। ଏଇଟା ଆମର ମେନ୍ ରୋଡ, ଲିଫ୍ଟ ବି ଆଉଛି ଦେଖ, ଏଇଭଳିଆ କିଛି ଦୃଶ୍ୟ ଅଛି। ଦେଖନ୍ତୁ ବଡ ବିଲ୍ଡିଂ ବି ଅଛି, ଏଇଟା ହେଲା ମେନ୍ ରୋଡ ଆମର। କାଲି ଦେଖା ହବ ବିଜୟୱାଡାରେ, ଆଜି ଆଜି ରାତି 4ଟା ବେଳେ ପଳେଇବେ ହାଇଦ୍ରାବାଦରୁ, ଆଜି ସକାଳେ ବିଜୟୱାଡାରେ, ପୁଣି 5ଟା ବେଳେ ବିଜୟୱାଡାରେ ବ୍ଲଗ ଆସିବ, ପୁଣି ଏଠି ତ କାମ ଫାମ ନାହିଁ ଆଉ କିଛି, ସେଇଥିପାଇଁ ବିଜୟୱାଡା ପଳେଇବା।
ଦେଖିବା କଣ ହଉଛି ଆଉ। ଥରେ କାଲି ମୁଁ ଦେଖିଛି ମାନେ 20 ଲକ୍ଷ ଟଙ୍କା ଜଣଙ୍କ ଆକାଉଣ୍ଟ ପଡ଼ିଯାଇଛି। ସେ କହୁଛି 20 ଲକ୍ଷ ଟଙ୍କା ଆଣି ଦିଅ। ମୁଁ କହିଲି କୋଉଠୁ ଆଣିଦେବି ନିଦ ଭାଙ୍ଗିଲା। ଦେଖିଲା ବେଳକୁ ମୂଷା ଆମ ମଶାରୀ କାଟି ପକେଇଛି। ତାପରେ ଆମେ ତ ଶୋଇ ପଡ଼ିଲୁ। ଆଉ ସେ ସବୁ ଶୋଇଥିଲେ। ସକାଳୁ ଉଠିକି ସମସ୍ତେ ମଶା ଉଠେଇଦେଇଥିଲି। ମୂଷା ମାନେ ରାତିରେ ଶୋଇବା ଖଡ ଖାଡ ଧଡ ଧାଡ। କାଲି କଣ ହେଇଛି ରାତି 12ଟା ବେଳେ ସେଟା ଜଣେ ତାର ଶୋଇଛି, ତାର ଲଙ୍କା ହୁଏ ଆଉ ମୁଣ୍ଡ ଖରାପ। ତାକୁ ସେପଟେ ମାନେ ବିହାରି କରିଥିଲେ, ତାକୁ ସୁଧିଲେ ବି ସେ ଲଙ୍କା ଫଙ୍କା ଛାଡି ପଳେଇଲା କୁଆଡେ ଏକାଥରେ। ମାରିବା ପାଇଁ ତାକୁ ଫୋନ ଦେଇଥିଲେ, ତାକୁ କୁଆଡେ ପଳେଇଲା ବୋଲି ଛାଡ଼ିଦେଲେ। ଏଇଭଳି ସବୁ କଲୋନୀ ରହିଲେ ଏଇ ସବୁ ହବ ଆଉ। କାଲି ତ ବିଜ ଗୁଡାରେ ଯାଇକି ଟେନସନ ଫ୍ରିରେ ଛାଡ଼ିଦେଲେ, କାମ କରିବ, ଖାଇବ, ପିଇବ, ଶୋଇବ, ଆଉ କଲୋନୀରେ ଟେନସନ ନାହିଁ। ସବୁବେଳେ ମଦ ପିଇକି ଝଗଡ଼ା ଲାଗି ଇଏ କରି କଲୋନୀ ଅବଶ୍ୟ କଲୋନୀ ରହିଲେ ଆଉ କଣ ହବ। ପୁଅ ପିଲା ପଇସା ବଞ୍ଚାଇବା ପାଇଁ କଲୋନୀ ରହିବାକୁ ପଡ଼ିବ, ଆଉ କଣ କରିବା ନାଇଁ କଣ ଠିକ କହିଲି ନା? ଏଇଭଳି ସବୁ ରହିଛି ଆଉ କଣ କରିବା। ଆପଣମାନେ କୋଉ ଜାଗାରେ ରହୁଛନ୍ତି ଟିକେ କମେଣ୍ଟରେ କୁହନ୍ତୁ। ଆମେ ବି ଯିବୁ ଆପଣଙ୍କ ପାଖକୁ। କାମ ଫାମ ମିଳିଲେ ବି କହିବା, ଆମେ ଯାଇ କରିପାରିବୁ ନାଇଁ କଣ? ଏଇଭଳି ସବୁ ଆଉ। ଏଇଠି ବି ଦେଖନ୍ତୁ, ଏଇଠି ଆମର ପୁରା ଏଇଠି 1 ନମ୍ବର, 2 ନମ୍ବର, 3 ନମ୍ବର, 4 ନମ୍ବର, 5, 6ଟା ଗୋଶାଳା ଅଛି। ଏପଟେ ଯୋଉ ଆମର ଫାଙ୍କା ଯାଉଛି ଗୋଟେ ଦେଖାଉଛି ନା, ସେଠି ଆମର ଗୋଶାଳା ମାନେ ସବୁ ଗାଈ ଖରା ଆଉ ଟିକେ ଖରା ହେଲା ନା, ଗାଈ ସଫା କରୁଛନ୍ତି। ଦେଖ ସଫା କରୁଛନ୍ତି, ସଫା ସରିଲେ ଗାଈ ଆମର ସବୁ ବାଛୁରୀ ସବୁ ପଶିଲା ଭିତରେ ପୁରା ଏତିକି ଖଣ୍ଡେ ଗୋଶାଳା ଅଛି। ଏଇଠି ଆମର ଗୋଟେ ବଡ ମନ୍ଦିର ବନୁଛି। ଦେଖ ଏଇଠି ପୁରା ଆମର ଶ୍ରୀକୃଷ୍ଣ ମନ୍ଦିର ବନୁଛି ଏଠି। ଏଇଠି ବହୁତ ଗୋଶାଳା ଅଛି ଦେଖନ୍ତୁ। ପାରା ବି ବହୁତ ଚରୁଛନ୍ତି ତଳେ। ଏଇଭଳିଆ ଗୋଶାଳା ଅଛି। ଦେଖନ୍ତୁ ଗାଈ ଯେତେବେଳେ ପଦା ବାହାରେ ନା, ଆମର କଣ ରଖେଇବି ଦେଖିବ, ଗାଈ ମାନେ ବହୁତ ଗାଈ ଅଛନ୍ତି। ଏଇ ଦେଖନ୍ତୁ ଏପଟରେ ବି ଅଛନ୍ତି ଗାଈ। ଦେଖ ମୁଁ ଜୁମ୍ କରିଦଉଛି। ଦେଖ ବହୁତ ଗାଈ ଅଛନ୍ତି। ଏପଟେ ବି ବାହାରି ପଦାକୁ ଖରା ହେଲେ। ବହୁତ ଗୋଶାଳା ଏଠି ଅଛି। ଏପଟେ ବି ଦେଖନ୍ତୁ ଅଛନ୍ତି କେତେ ଗାଈ। ଏଇଠି ଦେଖ, ଏଇଠି ବି ଅଛନ୍ତି କେତେ। ଏଇ ସବୁ ଗୋଶାଳା ଏଇଠି ସବୁ। ଆଉ ଏଇ ଯୋଉ ବିଲ୍ଡିଂ ଦେଖୁଛ, ଏଇ ବିଲ୍ଡିଂ ମାନେ ଗୋଶାଳା ଯୋଉ ଉଡିଆ ଅଛନ୍ତି, ବହୁତ ଆମର ବଙ୍ଗାଳୀ ଅଛନ୍ତି। ଏଠି ଗୋ ମାନଙ୍କୁ ରଖୁଛନ୍ତି, ନିଜେ ରହୁଛନ୍ତି ଏଠି। ଏଇ ଗୋଶାଳା ସଫା କରୁଛନ୍ତି, ସବୁ ଆମର କାମ କରୁଛନ୍ତି। ଏଇଭଳିଆ ସବୁ ଆଉ। ଏବେ କାମ ବହୁତ ହେଇଗଲାଣି, ପାଣି ଟିକେ ପିଇଦବା। ଆମ ସାଇଡ ପୁରା ଆସିଲେ ପାଣି ନୂଆ ବୋତଲ ଗୋଟେ ଦେବେ, ସାଇଡ ନେଇକି ଆସିବ। ପିଇଦବା ଟିକେ। ସାଇଡ ପୁରା ଆସିବ ମାନେ ନୂଆ ବୋତଲ ଦେଇଦେବେ, ତମେ ଧରିକି ଆସିବ ପାଣି ବୋତଲ। ପାଣି ପାଇଁ ବହୁତ ସୁବିଧା ଏଠି। ପାଣି ପାଇଁ ଟେନସନ ନେବାର ନାହିଁ। ପାଣି ପାଇଁ ଟେନସନ। ପାଣି ପାଇଁ ସାଇଡ ପୁରା ଆସିବ, ପାଣି ବୋତଲ ଧରି ଆସିବ। ବାସ୍ ଥୁଆ ହେଇଥିବ। ତୁ ଅଫିସ ରୁ ଧରିବା ପାଣି ବୋତଲ ଆସିବ, ଆଉ ଟେନସନ ନାହିଁ। ପାଣିରେ ଆଉ ଏଠି କାମ ଫାମ ଏତେ ନାହିଁ। ପାଣିରେ ପିଇକି ଜୀବନ ବଞ୍ଚେଇବା କଥା ଆଉ। ଏଇଭଳିଆ ସବୁ କିଛି ଚାଲିଛି ଆଉ। ଏଇଠି ମୁଁ ସବୁବେଳେ ଆସି ଏଇଠି ଶୋଇ ପଡୁଛି। ଇଏ ଏଇଠି ପରା ହେଇ ରହୁଛି। ମୁଁ ସବୁବେଳେ ଏଇଠି ରୁହ। ଏଇଠି ଆସିବେ ଶୋଇ ପଡ଼ିବେ। ନେଟ୍ ଭଲସେ ଏଇଠି ସଜେଇକି ଦେଖନ୍ତୁ କାଲି ଏଥିରେ ସକେଟ ଆପଣ ଏପଟେ ପୁସ୍ କଲେ ପଶିବ, ଏପଟେ ବି ପୁସ୍ କଲେ ପଶିବ। ଆପଣ ମାନେ ଯଦି ସେଥିରେ ପୁସ୍ କରୁଛନ୍ତି, କମେଣ୍ଟରେ କୁହନ୍ତୁ ପୁସ୍ କରିଦିଏ ନାହିଁ। ହଉ ରହୁଛି, କାଲି ଦେଖା ହବ। ବିଜୁ ଗୁଡା ଭଲରେ।